ନମସ୍କାର। ଆଜି ବି ସେଇ କାଳୁର କଥା ନ କହିକି ମୁଁ ଆଉ କହିବି ବା କ'ଣ? କାରଣ ଏଇ କିଛି ଦିନ ହବ କାଳୁ ଲାଗ ପ୍ରତିଦିନ ଏମିତି ତାର ବିଚିତ୍ର ଲୀଳାଖେଳା ଦେଖାଉଛି, ମୁଁ ନିଶ୍ଚୟ ନିଜେ ହତବାକ୍ ହେଇଯାଉଛି। ଭାବୁଛି ଏସବୁ କେମିତି ଘଟୁଛି। କେବଳ କହିବାର କଥା ହେଲା, ଆ ପୂର୍ବ ଭିଡ଼ିଓରେ କହିଛି, କାଳୁର ଗୋଟିଏ ଚୁଟକିରେ ଅସମ୍ଭବ ବି ସମ୍ଭବ। ସେଇଟା ହିଁ କାଳୁ ପାଇଁ ଏକମାତ୍ର ଶବ୍ଦ ବା ବାକ୍ୟ ଯାହା କାଳୁ ପାଇଁ ପ୍ରଯୁଜ୍ୟ। କାଳୁ ଯାହା ଚାହିଁବ ତାହା ନିମିଷକେ ସେ ଘଟଣା ଘଟିଯିବ। କାଳୁ କ'ଣ ଚାହେଁ ତା ଆମେ ସାଧାରଣ ମଣିଷ ଆମର ଛୋଟିଆ ବୁଦ୍ଧିରେ ଆଦୌ କଳନା କରିପାରୁନାହିଁ। କିନ୍ତୁ ଆମ ଚିନ୍ତାର ବାହାରେ ଘଟଣାମାନ ଘଟିଯାଏ। ମୁଁ ଟିକେ କାଳୁକୁ ରଖିଦିଏ। ଆମ ଚିନ୍ତାର ବାହାରେ ଘଟଣାମାନ ଘଟିଯାଏ। ଏଇ ଯୋଉ ଘଟଣା ସବୁ ଘଟିଯାଏ, କେବଳ ଯେ ମୋରି ଜୀବନରେ ଘଟୁଛି ତା ନୁହେଁ। ଅନେକଙ୍କର ଏମିତି ଅନେକ ଅନୁଭବ ଥିବ। ହୁଏତ କାଳୁ ତାର ଉପସ୍ଥିତି ବିଭିନ୍ନ ବାଗରେ ଅନ୍ୟମାନଙ୍କ ଆଗରେ ମଧ୍ୟ ଦେଖାଉଥିବ, କିନ୍ତୁ ଆମେ ମଣିଷମାନେ ଆଖି ଥାଉ ଥାଉ ଅନ୍ଧ। ଏ ସଂସାରଟା କେବଳ ଅନ୍ଧ ମଣିଷଙ୍କର ଗୋଟେ ଶୋଭାଯାତ୍ରା। ଆମେ ଆଖି ଥାଉ ଥାଉ ଅନ୍ଧ ମାନେ, ଆମର ତ ଆଖି ଅଛି, ପୁଣି ଅନ୍ଧ ହେଲୁ କେମିତି? ସେଇ କଥା କହିବା ପୂର୍ବରୁ ମୁଁ ଖାଲି ଜଣେଇ ଦଉଛି, କାଳୁ ଏଇ ଅକ୍ଷୟ ତୃତୀୟା ଦିନ, ମାନେ 20 ତାରିଖ ଦିନ ବି ତାର ଗୋଟେ ବିଚିତ୍ର ଲୀଳାଖେଳା ଦେଖେଇଥିଲା। ସେଇ କଥାଟା କହିବା ପାଇଁ ମୁଁ ଆଜି ଯାଉଛି। ଆଉ ଯୋଉ କହିଲେ ଆମେ ସମସ୍ତେ ଆଖି ଥାଉ ଥାଉ ଅନ୍ଧ, ଏଇ ସକାଶେ ଯେ ଆମେ ଯଦି କାଳୁକୁ ଠିକ ଭାବେ ଜାଣିପାରୁନାହୁଁ, ଚିହ୍ନି ପାରୁନାହୁଁ ବା ଦେଖିପାରୁନାହୁଁ, ସେଇଟା ଆମର ଦୋଷ। ଆମର ଦୋଷ ମାନେ ଆମେ ଏ ସଂସାରରେ କାମନା ବାସନାର ଚକ୍କରରେ ଜୀବନ ସାରା ଏହା ପାଇବୁ ତା ପାଇବୁ, ନିଜର କାମନା ପଛରେ ଆମେ ଏଭଳି ଅନ୍ଧ ଭାବରେ ଦୌଡ଼ିବାରେ ଲାଗିଛେ ଯେ ଆମର ଆଖି ଥାଇ ମଧ୍ୟ ଆମେ ଅନ୍ଧ ଭଳି ବ୍ୟବହାର କରୁଛେ। ଅନ୍ଧର ଲକ୍ଷଣ କ'ଣ? ଗୋଟେ ଅନ୍ଧ ବା ଅନ୍ଧକାର, ଯାହା ଆଖି ଅନ୍ଧ ତା ପାଇଁ ଆଲୁଅ ନାହିଁ, ସବୁଆଡେ ଅନ୍ଧକାର। ଅନ୍ଧକାରର ଲକ୍ଷଣ ହେଲା ଯାହା ଦୃଶ୍ୟ ହବା କଥା ତାହା ଦୃଶ୍ୟ ହେବ ନାହିଁ, ଅଦୃଶ୍ୟ ହେଇଯାଏ। ଘର ଭିତରେ ଆମେ ଅଛେ, ହଠାତ୍ ଲାଇଟ କଟିଗଲା, ଘର ଭିତରେ ଯାହା ଆମ ଆଖିକୁ ଦିଶୁଥିଲା ସେ ଆଉ ଦିଶିବନି। ଏଟା ହେଲା ଅନ୍ଧାରର ଲକ୍ଷଣ। ଅନ୍ଧାରର ଆଉ ଗୋଟେ ଲକ୍ଷଣ ହେଲା, ଅନ୍ଧାରରେ ଆମେ କୁଆଡେ ଯାଉଛୁ ଆମେ ଜାଣିପାରୁନି। ତାର ଅର୍ଥ ମାର୍ଗ ହୁଡି ଯାଉ, ଆମକୁ ରାସ୍ତା ଦୁଶେ ନାହିଁ। ରାସ୍ତାରେ ଯାଉଛେ, ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ଲିଭିଗଲା, ହଠାତ୍ ଅନ୍ଧାର ହେଇଗଲା, ଆମେ ରାସ୍ତା ଠିକ ଦେଖିପାରିବାନି କୋଉ ରାସ୍ତାରେ ଯାଉଛେ। ତେଣୁ ଅନ୍ଧକାରରେ ଆମେ ରାସ୍ତା ହୁଡୁ। ତୃତୀୟଟା ହେଲା, ଅନ୍ଧାରରେ ଆମେ କାହା ସହିତ ଧକ୍କା ବି ହେଇଯାଇପାରୁ। ଆମେ ମାନେ ଅନ୍ଧ, ମୁଁ ଏଇ ସକାଶେ କହିଲି ଯେ
ଆମେ ଆମ କାମନା ବାସନାକୁ ନେଇ ଏଇ ଜୀବନର ପାର୍ଥିବ ଦୁନିଆରେ ବାହାରର ସବୁ କିଛି ସଂଗ୍ରହ କଲା ବେଳେ ଯାହାକୁ ବାହାରୁ ଆମେ ସମ୍ପତ୍ତି ଭଳି ସଂଗ୍ରହ କରିଥାଉ, ସେ ଜମି ହେଇପାରେ, ବାଡ଼ି ହେଇପାରେ, ଗାଡ଼ି ହେଇପାରେ, କ୍ଷମତା ହେଇପାରେ, ଜ୍ଞାନ ହେଇପାରେ, ଗୁରୁ ହେଇପାରନ୍ତି, ସବୁ କିଛି ଯାହା କିଛି ଆମେ ବାହାରୁ ସଂଗ୍ରହ କରିଥାଉ ସମ୍ପତ୍ତି ନାମରେ, ସେଗୁଡ଼ିକ ଆଦୌ ସମ୍ପତ୍ତି ନୁହଁ, ଅଳିଆ। ଏବଂ ତା ଭିତରେ ଆମେ ଏମିତି ବୁଡ଼ିକି ରହିଥାଉ ଯଦ୍ୱାରା କି ଆମ ଆଖି ପ୍ରକୃତ ଜିନିଷକୁ ଦେଖିପାରେନି। ତେଣୁ ଆମେ ଈଶ୍ୱରଙ୍କୁ ଅନୁଭବରେ ଆଣିପାରୁନାହିଁ। ଆମ ଆଖିରେ ତର୍କର, ଶାସ୍ତ୍ରର, ବିଚାରର, ଜନ୍ମ ଜନ୍ମର ଧୂଳି ଆମ ଆଖି ଭିତରେ ପଶି ଯାଇଛି। ତୁମେ ରାସ୍ତାରେ ଯାଉଛ, ପବନ ହେଲା, ଆଖି ଭିତରେ ଧୂଳି ପଶିଗଲା, ତମେ ଆଖିକି ମକଚିଲ। ଆଖି ଭିତରେ ଧୂଳି ପଡ଼ିଗଲେ ଆଖିକି ଆଉ କିଛି ଦୁଷେ କି? ଆଖି ବନ୍ଦ ହେଇଯାଏ, ତମେ ଆଖିକି ମକଚି ଚାଲ। ଧୂଳି ସଫା ନ ହବା ଯାଏ ଆଖିକି ପରିଷ୍କାର କରି ଚାହିଁ ପାରିବନି। ସେମିତି ଆମ ଭିତରେ ଅହଙ୍କାରର ଧୂଳି, ଆମେ ସବୁ ଜାଣିଛୁ ତାର ଧୂଳି, ମୁଁ ବହୁତ ପଢ଼ିଛି, ମୁଁ ବହୁତ ବଡ଼ ଜ୍ଞାନୀ, ତାର ଧୂଳି, ଶାସ୍ତ୍ର ପୁରାଣର ଧୂଳି, ବିଧି ବିଧାନର ଧୂଳି, ରୀତିନୀତିର ଧୂଳି, ତର୍କଶାସ୍ତ୍ରର ଧୂଳି, ବିଚାର ସିଦ୍ଧାନ୍ତର ଧୂଳି ଏଭଳି ଭାବରେ ଜମିକି ଆମ ଆଖି ଭିତରେ ପଶି ଯାଇଛି, ତରଳ ମାଡ଼ି ଯାଇଛି, ଯାହା ଦୁଷିବା କଥା ତାହା ଆଉ ପରିଷ୍କାର ଦୁଶୁନି। ଦୁଷିବା କଥା ମାନେ କିଏ? ଈଶ୍ୱର, ଜଗନ୍ନାଥ, ଆମ କାଳୁ। ତେଣୁ କାଳୁ ଏଇ ମଣିଷ ଜୀବନରେ ସବୁବେଳେ ଯେ ସେ ଶଙ୍ଖଚକ୍ର ଗଦାପଦ୍ମ ଧରି ଆସି ଛିଡ଼ା ହେବ ଏପରି କିଛି ମାନେ ନାହିଁ। ସିଏ ତାର ଉପସ୍ଥିତି ଆପଣମାନଙ୍କ ଜୀବନରେ ଅନେକ କାର୍ଯ୍ୟକଳାପ ଦ୍ୱାରା, ଘଟଣା ଦ୍ୱାରା ଜଣେଇ ଦିଏ ଯେ ମୁଁ ତୁମ ସହିତ ଅଛି। କିନ୍ତୁ ଆମର ଚେତନା ଶକ୍ତି ଯେହେତୁ କାମନା ବାସନାର ଅନ୍ଧକାରରେ ଘେରି ରହିଛି, ଆମର ଆତ୍ମା ଆଉ ଆମର ଚେତନାକୁ ଆମର ଜ୍ଞାନର ଅହଙ୍କାରର ଅନ୍ଧକାର ଘେରି ରହିଛି, ଆମେ କାଳୁର ଉପସ୍ଥିତି କି ବା ସେ ଯାହା ଆମକୁ ସନ୍ଦେଶ ଦଉଛି ଆମେ ତାକୁ ଧରି ପାରୁନାହୁଁ। କିନ୍ତୁ ଯାହାର ଆଖି ପରିଷ୍କାର ମାନେ ମୁଁ ସୁଦ୍ଧା ଜଣେଇ ଦଉଛି, ଆପଣମାନେ ଯେତେ ଶାସ୍ତ୍ର ପୁରାଣ ଭିତରେ ପଶିବେ, ସେଇ ସବୁ ଶବ୍ଦ, ସେଇ ସବୁ ରୀତିନୀତି ଆପଣଙ୍କୁ ବନ୍ଧନରେ ବାନ୍ଧିଦେବ। ଆଉ ଥରେ ବନ୍ଧନରେ ବନ୍ଧା ହେଲା ପରେ ଯଦି କିଛି ଘଟଣା ଘଟୁଛି, ଆମେ କହୁ ନା ଏମିତି ଘଟିବା କଥା ଘଟିଗଲା, ଏଥିରେ ବଡ଼ କଥା କିଛି ନାହିଁ। କିନ୍ତୁ ହୁଏତ ସେଇ ଛୋଟ ଛୋଟ ଘଟଣା ଭିତରେ ଜଗନ୍ନାଥ ତାଙ୍କର ଇଚ୍ଛାଟାକୁ ବ୍ୟକ୍ତ କରୁଥାନ୍ତି, ଆମେ ଜାଣିପାରୁନାହିଁ। ଆଜି ସେଇଭଳି ଗୋଟେ ଛୋଟିଆ ଘଟଣା ମୁଁ କହୁଛି। ମୁଁ ଯେହେତୁ ଜୀବନଟାକୁ ଅତି ତଳ ସ୍ତରରେ ଅବଲୋକନ କରେ, ବିଶ୍ଳେଷଣ କରେ ଏବଂ କାଳୁର ଉପସ୍ଥିତିଟାକୁ ବିଭିନ୍ନ ବାଗରେ ଉପଲବ୍ଧିରେ ଆଣେ। ତା ଛଡ଼ା ଯେହେତୁ କାଳୁ ମୋ ସହିତ ତାର କଥାବାର୍ତ୍ତାରେ, ତାର ସିଧାସଳଖ ଶାରୀରିକ ଉପସ୍ଥିତିରେ ମୋତେ ଅନେକ ବାର ସୂଚେଇ ଦେଇଛି, ତେଣୁ ମୋ ପକ୍ଷେ କାଳୁର ଏଇସବୁ ବିଚିତ୍ର ଲୀଳା ଖେଳା ସହଜରେ ଧରା ପଡ଼ିଯାଏ। ଆଜି ସେଇଭଳି ଏକ ବିଚିତ୍ର ଘଟଣା ମୁଁ କହିବାକୁ ଯାଉଛି। ଆପଣମାନଙ୍କୁ ମୁଁ ଆଗରୁ କହିଛି, ଯେଉଁ ତୁଳସୀ ଦାସ ଆଶ୍ରମରେ ଥିଲି, ସେ ଆଶ୍ରମର ମ୍ୟାନେଜମେଣ୍ଟ କେତେ ଗୁଡ଼ିଏ କଟକଣା ଜାରି କରିବା ଦ୍ୱାରା
ମୁଁ ଆଘାତ ପାଇଥିଲି। ବୋଧ ହୁଏ ଏ ଆଘାତ ଦେବା ପଛରେ ମଧ୍ୟ କାଳୁର ଇଚ୍ଛା ଥିଲା, ତାହା ଏବେ ମୁଁ ଉପଲବ୍ଧି କରୁଛି। କାରଣ ମୁଁ ଆଗରୁ କହିଛି, ମୁଁ ବ୍ୟାଙ୍କର ଶେଷ ଜୀବନ ବେଳକୁ ଗୋଟେ ଇଚ୍ଛା ପ୍ରକାଶ କରିଥିଲି, ମୁଁ ବ୍ୟାଙ୍କରୁ ରିଟାୟାର୍ଡ ହେଲା ପରେ ମୋ ନିଜର ଗୋଟେ ଆଶ୍ରମ କରିବି। ଏବଂ ଠିକ୍ ସେତିକି ବେଳକୁ ଯଦିଓ ମୁଁ ପ୍ୟାଣ୍ଟ ସାର୍ଟର ମଣିଷ, ମାନେ ସାଧାରଣ ମଣିଷଟିଏ ଯିଏ ଭେକରେ ବିଶ୍ୱାସ କରେ ନାହିଁ, ସେଇଭଳି ଏକ ମଧ୍ୟବିତ୍ତ ପରିବାରର ବ୍ୟାଙ୍କରୁ ରିଟାୟାର୍ଡ କରିଥିବା ମଣିଷକୁ କଟକ ସୁନାଖଳ ଗାଁର ତୁଳସୀ ଦାସ ଆଶ୍ରମ ଆପେ ଆପେ ମିଳିଯିବ, ତାହା ମଧ୍ୟ ଥିଲା ମୋର ସ୍ୱପ୍ନର ବାହାରେ। କିନ୍ତୁ ସେତେବେଳେ ମୋତେ କାଳୁ କହିଥିଲା, ତୋର ଯେହେତୁ ଗୋଟେ ଆଶ୍ରମ ଜୀବନ ପାଇଁ ଆଶା ଥିଲା, ତୁ ରିଟାୟାର୍ଡ କରିଛୁ, ବର୍ତ୍ତମାନ ଏଇ ତୁଳସୀ ଦାସ ଆଶ୍ରମଟା ହେଉଛି ତୋର ଆଶ୍ରମ, ତୁ ଏଇଠି ତୋର ସାଧନା ଧ୍ୟାନ ଧାରଣା ଜାରି ରଖିପାରିବୁ। ଏବଂ ସେହି ସକାଶେ ମୁଁ ବିଗତ କେଇ ବର୍ଷ ଧରି ତୁଳସୀ ଦାସ ଆଶ୍ରମରେ ଧ୍ୟାନ ଶିବିର ପ୍ରତି 2 ମାସରେ ଅନୁଷ୍ଠିତ କରୁଥିଲି, ଯେଉଁଥିରେ ଅନେକ ଭାଇ ଭଉଣୀ ବା ନାରୀ ପୁରୁଷମାନେ ଯୋଗ ଦେଉଥିଲେ, ମୋ ସହିତ ଆଶ୍ରମରେ 4 ଦିନ ରହୁଥିଲେ। ଏବଂ ଆମ ଭିତରେ କେବଳ ଆଧ୍ୟାତ୍ମିକ ଆଲୋଚନା, ଧର୍ମର ଆଲୋଚନା ନୁହେଁ। ଆଗୁଆ କହିଦେଉଛି, ଦେୟାର ଇଜ୍ ଏ ଡିଫରେନ୍ସ ବିଟୱିନ୍ ରିଲିଜିଅନ୍ ଆଣ୍ଡ ରିଲିଜିୟସନେସ୍। ଧର୍ମ ଆଧ୍ୟାତ୍ମିକତା ଠାରୁ ସମ୍ପୂର୍ଣ୍ଣ ପୃଥକ। ଧର୍ମ ହେଲା ରୀତିନୀତି ବିଧିବିଧାନ, ଘଣ୍ଟି ବଜାଇବା, ଦୀପରେ ଘିଅ ଦେଇ ଜଳେଇବା, ଝୁଣା ଦେବା, ମନ୍ତ୍ର ବୋଲିବା, ଏସବୁ ଧର୍ମର ଅଙ୍ଗ। ଏସବୁ ଆଧ୍ୟାତ୍ମିକତା ହେଉଛି ଜୀବନକୁ ନେଇ ଜୀଇବାର ଏକ ଶୁଦ୍ଧ ଜୀବନ ଜୀଇବାର କଳା, ଆଧ୍ୟାତ୍ମିକତା। ତେଣୁ ମୁଁ ଆଧ୍ୟାତ୍ମିକତାର ଶିକ୍ଷା ଦେଉଥିଲି। ଜଣେ ଧ୍ୟାନ କରିକି କେବଳ ଈଶ୍ୱରଙ୍କୁ ପାଇପାରିବ, ପ୍ରକୃତରେ ପାଇପାରିବ, ଦେଖିପାରିବ, ତାର କଳା କୌଶଳ ଶିଖାଉଥିଲି। ତେବେ ଯାହା ହେଉ, କାଳୁର ଇଚ୍ଛା କ'ଣ ଆମେ ତ ଜାଣିପାରିବାନି। ବୋଧ ହୁଏ କାଳୁ ଚାହିଁଲା, କାଳୁ ତ ନିଶ୍ଚୟ ଚାହିଁଲା। କାଳୁ ନ ଚାହିଁଲେ କ'ଣ ମୁଁ ଯାହା ଚାହିଁବି ତାହା ହେଇଯାଇପାରିବ? ଏଠି ମଣିଷ ଯାହା ଚାହିଁବ, ଏ ଜୀବନରେ କିଛି ହବାର ନାହିଁ। ଯଦି କାଳୁ ନ ଚାହିଁବ, ତମ ପାଖରେ କୋଟି କୋଟି ଟଙ୍କା ଥାଇପାରେ, ତମେ ଚାହିଁଲେ ଗୋଟେ ଆଶ୍ରମ କରିପାରିବନି। ତମ ପାଖରେ କୋଟି କୋଟି ଟଙ୍କା ଥାଇପାରେ, ହୁଏତ ତମେ ଗୋଟେ ଭିକାରୀକି ଦାନଟିଏ ବି କରିପାରୁନ, ନିଜ ଜୀବନକୁ ବି ବଞ୍ଚେଇ ପାରୁନ। ଯଦି ଟଙ୍କା ତମକୁ ବଞ୍ଚେଇ ପାରୁଥାନ୍ତା, ତାହେଲେ ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କା ଥିଲା, ସେମାନେ କରୋନାରେ ପୋକମାଛି ଭଳି ମଧ୍ୟ ମରିଯାଇଛନ୍ତି। ତେଣୁ ଏଠି ଯାହା କିଛି ହୁଏ ସଂସାରରେ ସବୁ କାଳୁର ଇଚ୍ଛାରେ। ମୁଁ ଆପଣମାନଙ୍କୁ ନିରାଶବାଦୀ କରୁନି, କିନ୍ତୁ ଏଇଟା ମୋର ଦୃଢ଼ ଆସ୍ଥା, ବିଶ୍ୱାସ ଏବଂ ଉପଲବ୍ଧିର କଥା। କାଳୁ ଯାହା ଚାହିଁବ। ତେଣୁ ମୁଁ ଦେଖିଲି, ଯେତେବେଳେ ତୁଳସୀ ଦାସ ଆଶ୍ରମର ମ୍ୟାନେଜମେଣ୍ଟ ଜଣେ କେତେ ଗୁଡ଼ିଏ କଟକଣା ଜାରି କଲା, ମୁଁ ଦେଖିଲି ଏ କଟକଣା ଭିତରେ ମୁଁ ତୁଳସୀ ଦାସ ଆଶ୍ରମରେ ଆଉ ମୋର ଧ୍ୟାନ ଧାରଣା ବଜାୟ ରଖିପାରିବି ନାହିଁ। ସେତିକିବେଳେ ମୁଁ ଜାଣିଲି, କାଳୁ ବୋଧେ ଚାହୁଁଛି ଏଥରକ ବିଭୁ ତୁ ତୋର ନିଜ ନାଁରେ ନିଜର ଗୋଟେ ଆଶ୍ରମ କର। ଏମିତି ଦେଖିଲେ ନିଜ ନାଁ ବୋଲି ଏଠି ସଂସାରରେ କିଛି ନାହିଁ, ଥରେ ମଲେ ସବୁ ଗଲା। ତା ଅର୍ଥ କାଳୁ ଚାହିଁଲା ଏଭଳି ଏକ ଆଶ୍ରମ ହଉ, ଯେଉଁ ଆଶ୍ରମରେ ତ କାଳୁ ନିଶ୍ଚୟ ରହିବ। ଏବଂ କାଳୁକୁ ମୁଁ ଯେଉଁ ଦୃଷ୍ଟିରେ ଦେଖୁଛି, ତାକୁ ଯେମିତି ଘରର ଗୋଟେ ବନ୍ଧୁ ହିସାବରେ କି ମୁରବୀ ହିସାବରେ ଜୀବନରେ ଗ୍ରହଣ କରି ନେଇଛି, ଏକ ସ୍ୱାଭାବିକ ଜୀବନଯାତ୍ରା କାଳୁ ସହିତ ମୁଁ ଜୀବନ ଜିଉଛି, ଯାହା ଭିତରେ ଶାସ୍ତ୍ର ପୁରାଣ ନାହିଁ, ଶୁଳ୍କ ନାହିଁ, ରୀତିନୀତି ବିଧିବିଧାନ କିଛି ନାହିଁ। ସାଧାରଣ ଗୋଟିଏ ମଧ୍ୟବିତ୍ତ ପରିବାରର ମଣିଷ ଭଳି ସେ ମୋ ସହିତ ଚଳୁଛି। ବୋଧ ହୁଏ, ମୁଁ ଭାବୁଛି, ଏଇଟା ମୋର ଭାବନା ବା ଚିନ୍ତା। କାଳୁ ଚାହିଁଲା ଏଥରକ ଏଭଳି ଏକ ଆଶ୍ରମ ହଉ, ଯେଉଁ ଆଶ୍ରମରେ ବାହାର ଲୋକଙ୍କର କୌଣସି କଟକଣା ରହିବ ନାହିଁ। ଆଶ୍ରମଟା ସମସ୍ତଙ୍କର, ତେବେ ଆଶ୍ରମରେ ମୁଁ ତ ନିଶ୍ଚୟ ରହିବି, ମୋ ସହିତ ମୋ କାଳୁ ବି ରହିବ। ଏବଂ କାଳୁ ଏକ ନିର୍ଜୀବ କାଠଗଣ୍ଡି ଭଳି ରହିବନି, ଏକ ସଜୀବ ଜୀବନ ସତ୍ତା, ଜୀବନ ଜୀଇବାର ଛଳ ଛଳ ଧାରା ସହିତ କାଳୁ ମଧ୍ୟ ମୋ ସହିତ ବଞ୍ଚି ରହିବ ସେଇ ଆଶ୍ରମରେ। ଏଇଟା ବୋଧେ କାଳୁର ଇଚ୍ଛା। ତେଣୁ କାଳୁର ଯେଉଁ ବିଚିତ୍ର ଲୀଳା କହୁଛି, ବା କାଳୁର ଗୋଟେ ଚୁଟକିରେ କେମିତି ଅସମ୍ଭବ ସମ୍ଭବ ହୁଏ,
ମାତ୍ର ଏଇ 1.5 ମାସ ଭିତରେ ହାଡ଼ିଆ ଭାଇ ଜମି ଦାନ କରିଦେଉଛି, ଯୋଉଟାକୁ ଚାହିଁଥିଲେ ସେ 30 ଲକ୍ଷ ଟଙ୍କାରେ ବିକି ପାରିଥାନ୍ତା। ସେ ଦାନ କରୁଛି ମାନେ ଆ ପଛରେ ମଧ୍ୟ କାଳୁର ହାତ, ତା ମନ ଭିତରେ ସେମିତି କଣ ସେ ପୁରଉଛି। ଖାଲି ସେତିକି ନୁହେଁ, ଆଶ୍ରମ କାମ ଏତେ ଦ୍ରୁତ ଗତିରେ ଆଗେଇ ଚାଲିଛି, ଏଇ ମାତ୍ର 1.5 ମାସ ଭିତରେ ଗୋଟେ ନୂଆ ଜାଗା ଏବଂ ସେଥିରେ ମଧ୍ୟ ଜଣେ କଣ୍ଟ୍ରାକ୍ଟର ଭାଇ କାମ ଦିଆ ସଇଲାଣି। କାମ ଅଲରେଡି କାମ ଆରମ୍ଭ ହେଇସାରିଲାଣି। ଆଉ ଯୋଉ ଦ୍ରୁତ ଗତିରେ ଆଶ୍ରମ କାମ ଚାଲିଛି ତାକୁ ନିଜେ ଆଖିରେ ନ ଦେଖିଲେ ଜାଣିପାରିବେନି ସତରେ କଣ ଏତେ କମ ଦିନ ଭିତରେ ଏତେ କଥା ହେଇପାରେ। ଏଗୁଡ଼ା ହେଇପାରୁଛି କେବଳ କାଳୁ ପାଇଁ। ଆମର ଠିକ ହେଲା ଏପ୍ରିଲ 20 ତାରିଖ ଦିନ ଆମର ମାର୍ଚ୍ଚ 31ରେ ଜାଗା ଆଶ୍ରମ ନାଁରେ ରେଜିଷ୍ଟ୍ରେସନ ହେଇଗଲା। ମାର୍ଚ୍ଚ 31, ଏପ୍ରିଲ 20ରେ ପଡୁଛି, ଠିକ 19 ଦିନ ପରେ ପଡୁଛି କଣ ଅକ୍ଷୟ ତୃତୀୟା। ତେଣୁ କିଛି ବନ୍ଧୁ କହିଲେ, ଭାଇମାନେ କହିଲେ ଅକ୍ଷୟ ତୃତୀୟା ଦିନ ଯେହେତୁ ମୁଠି ଅନୁକୂଳ ହୁଏ, ଚାଷୀ ତାର ନୂଆ ଚାଷ ପାଇଁ ଅନୁକୂଳ କରେ। ଅକ୍ଷୟ ତୃତୀୟା ଦିନ ଚନ୍ଦନ ଚାପ 21 ଦିନ ପୁରୀରେ ହୁଏ। ଅକ୍ଷୟ ତୃତୀୟା ଦିନ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା, ରଥ ନିର୍ମାଣ ପାଇଁ ସେଇ ଦିନ ମଧ୍ୟ ଅକ୍ଷୟ ତୃତୀୟା ଦିନ ବାହାରୁ ଆସିଥିବା ରଥ କାଠକୁ ମଧ୍ୟ ପୂଜା କରାଯାଇ କାମ ଆରମ୍ଭ ହୁଏ। ଅକ୍ଷୟ ତୃତୀୟାଟାକୁ ଆମେ ଆମ ଜୀବନରେ ଅତ୍ୟନ୍ତ ଗୋଟେ ଭଲ ଦିନ ବୋଲି ଧରିଛୁ। ତେଣୁ କିଛି ଭାଇ ଭଉଣୀ କହିଲେ ଅକ୍ଷୟ ତୃତୀୟା ଦିନ ଆମ ଆଶ୍ରମର ପୂଜା ହଉ, କାମ ଆରମ୍ଭ ହେଇଯାଉ। ଠିକ ଅଛି, ଆମ ପୁରୀ କଥା ମୁଁ କହୁଛି ଏବଂ ମୁଁ ମୋ ନିଜ କଥା କହୁଛି। ପୁରୀରେ ଯଦି କୌଣସି ଗୋଟେ ଭଲ କାମ ଆରମ୍ଭ ହୁଏ, ଘର ତୋଳା ଆରମ୍ଭ ହୁଏ, ସାଧାରଣ ଭାବରେ ଯୋଉଦିନ କାମ ଆରମ୍ଭ ହବ ଆମର ତ ସବୁ କିଛି କାଳୁ। ଆମର ବାହାଘରଟିଏ ହେଲେ କାଳୁକୁ ପ୍ରଥମେ ନିମନ୍ତ୍ରଣ କରାଯାଏ। ଛୁଆଟିଏ ଜନ୍ମ ହଉ ବା ଯେକୌଣସି ଉତ୍ସବ ହଉ କାଳୁକୁ ପ୍ରଥମେ ନିମନ୍ତ୍ରଣ କରାଯାଏ। ଠିକ ସେମିତି ଯଦି ନୂଆ ନିର୍ମାଣ କାର୍ଯ୍ୟ କିଛି ହୁଏ, ଆମ ଭିତରେ ଗୋଟେ ପୁରୀରେ ଅଛି ଏବଂ ମୁଁ ମଧ୍ୟ ମୋ ଘର ପୁରୀରେ କଲାବେଳେ ଦେଖିଥିଲି, ନୀଳଚକ୍ର ଉପରେ ଯୋଉ ପତାକା ଉଡୁଥାଏ, ସେଇ ନୀଳଚକ୍ର ପତାକା ପ୍ରତିଦିନ ସନ୍ଧ୍ୟାବେଳେ ଓହ୍ଲାଯାଏ। ଚୁନରା ସେବକ ଯାଇକି ନୀଳଚକ୍ର ଉପରକୁ ଚଢନ୍ତି। ପୁରୁଣା ପତାକା ଯୋଉ ଗୋଟେ ଦିନର ଥାଏ ସେଗୁଡ଼ିକୁ ଓହ୍ଲେଇ ଦିଆଯାଏ, ପୁଣି ନୂଆ ପତାକା ବାନ୍ଧିଯାଏ। ଏଇଟା ପ୍ରତି ଦୈନନ୍ଦିନର ଏଇଟା ମନ୍ଦିରର ରୀତିନୀତି। ଏବଂ ପତାକା ଥରେ ଓହ୍ଲା ଗଲା ପରେ ତାକୁ ଯିଏ ଚାହିଁବ କିଣିକି ମଧ୍ୟ ନେଇପାରିବ। ଆଉ ଆମର ଗୃହ ନିର୍ମାଣ ବା ଗୋଟେ ଭଲ କାମ ଯେତେବେଳେ ହୁଏ, ଆମେମାନେ କ'ଣ କରୁ, ସେଇ ନୀଳଚକ୍ରରୁ ଓହ୍ଲା ଯାଇଥିବା ପତାକାଟି ଆଣି ଯୋଉଠି ନୂଆ ଘରଟେ ତିଆରି ହେଉଛି, ପ୍ରଥମ ଦିନ ସେଇଠି ଗୋଟେ ବାଉଁଶରେ ହଉ ବା ଯୋଉ କଲମ ବନ୍ଧା ହେଇଥିବ ତା ଦେହରେ ବାନ୍ଧି ଦିଆଯାଏ। ଏବଂ ଯୋଉ ଲଡୁ ମହାପ୍ରସାଦ, ସେଟା ପୁରୀରେ କହନ୍ତି ଲଡୁ ମହାପ୍ରସାଦ, ଯୋଉଟା ବାହାଘର ବେଳେ ବେଦିରେ ଥୁଆଯାଏ। ଛୁଆ ଜନ୍ମଦିନ ସତ୍ୟନାରାୟଣ ପୂଜାରେ ବି ଥୁଆଯାଏ। ଯେକୌଣସି ଶୁଭ କାର୍ଯ୍ୟ ହେଲେ ଆମର ଲଡୁ ମହାପ୍ରସାଦ, ଆଉ ସେ ଅଭଡ଼ା ହାଣ୍ଡି ଆଣି ଥୁଆଯାଏନି। ପୂଜା ପାଇଁ ଗୋଟେ ଲଡୁ ମହାପ୍ରସାଦ ବୋଲି ପତ୍ରରେ ଗୁଡା ହେଇଥିବ, ଆନନ୍ଦ ବଜାରରେ ମିଳେ, ପୁରୀ ଲୋକମାନେ ଜାଣନ୍ତି। ଲଡୁ ମହାପ୍ରସାଦ ଆସି ମଧ୍ୟ ପୂଜାରେ ଥୁଆଯାଏ। ଲଡୁ ମହାପ୍ରସାଦ ଥୁଆ ହେଲା ମାନେ ଜଣାପଡେ ଦ୍ୟାଟ୍ ରିପ୍ରେଜେଣ୍ଟସ୍ ସ୍ୱୟଂ ଲର୍ଡ ଜଗନ୍ନାଥ। ଲଡୁ ମହାପ୍ରସାଦଟା ଥୁଆ ହେଇଛି ମାନେ ଜଗନ୍ନାଥ ସ୍ୱୟଂ ଆସି ସେଠାରେ ଉପସ୍ଥିତ ଅଛନ୍ତି, ଏ ଧର୍ମ ଧାରଣା ବା ବିଶ୍ୱାସ ଆମର ଅଛି। ତେଣୁ ପତାକାଟେ ଆଣି ନୂଆ ନିର୍ମାଣ ସ୍ଥାନରେ ବନ୍ଧାଯାଏ, ଲଡୁ ମହାପ୍ରସାଦ ବି ଥୁଆଯାଏ। ଏବଂ ମୁଁ ବିଶେଷ କରି ଠାକୁରଙ୍କ ଯୋଉ ବଡ ସିଂହାର ବେଶ, ରାତିରେ ଠାକୁର ଶୁଅନ୍ତି, ଶୋଇବା ପୂର୍ବରୁ ସେ ଯୋଉ ବେଶ ହୁଅନ୍ତି, ସେ ଅପୂର୍ବ ସୁନ୍ଦର ବେଶ, ଫୁଲରେ ସଜା ହେଇଥାନ୍ତି। ସକାଳ ହେଲା ମାତ୍ରେ ସେ ଫୁଲ ଗୁରା କାଢି ଦିଆଯିବ, ତାର ଦିନ ସକାଳୁ ପୁଣି ଫ୍ରେଶ ଫୁଲମାଳ ସେ ପିନ୍ଧିବେ। ସେଇ ରାତିରେ ପହୁଡ ସମୟରେ ବଡ ସିଂହାର ବେଶରେ ଯୋଉ ଠାକୁର ଫୁଲରେ ସଜା ହେଇଥାନ୍ତି, ସେ ଫୁଲ ଗୁଡାକ ମଧ୍ୟ ସକାଳୁ ବିକ୍ରି ହେଇଯାଏ। ଧର ନାକଚଣା, ମଥାମଣି, ହୃଦ ବଲ୍ଲଭ ଯୋଉଟା ପେଟ ପାଖରେ ଥାଏ, ବିଭିନ୍ନ ଜାଗାରେ ମୁଁ କ'ଣ କରେ, ସେ ଫୁଲରୁ ମଧ୍ୟ କିଛି ସଂଗ୍ରହ କରି ଆଣିକି ରଖିଥାଏ। ଏଟା ବିଶ୍ୱାସ।
ତେଣୁ ଆମର ଯେତେବେଳେ ଠିକ ହେଲା ଅକ୍ଷୟ ତୃତୀୟା ଦିନ ଆଶ୍ରମର ଶୁଭ ଦିଆଯିବ, ଜଣେ ଭାଇ କହିଲେ ଯେ ଯଦି ଶୁଭ ଦିଆଯାଉଛି ଅତି କମରେ ଠାକୁରଙ୍କର ନୀଳଚକ୍ର ପତାକାଟା ଆଣି ଆମର ଏଇ ଜାଗାରେ ବନ୍ଧା ହେବା ଦରକାର। ମୁଁ ମନେ ମନେ ଭାବିଲି ଖାଲି ପତାକା ତ ନୁହଁ, ସେ ଲଡୁ ମହାପ୍ରସାଦଟା ବି ଆସି ମାଟିରେ ଥୁଆ ହେବା ଦରକାର। ଖାଲି ଲଡୁ ମହାପ୍ରସାଦ ନୁହଁ, ଠାକୁରଙ୍କର ରାତିରୁ କଢା ଯାଇଥିବା ସେ ନାକ ଚଣା ହଉ, ମଥା ମଣି ହଉ, ହୃଦୟ ବଲ୍ଲଭ ହଉ, ମାନେ ନାହି ପାଖରେ ଯୋଉ ଏଡେକେ ତିଆରି ହେଇଥିବା ଫୁଲରେ ସଜା ହେଇଥିବା ଫୁଲର ସେଇ ଯୋଉ ତାକୁ ହୃଦୟ ବଲ୍ଲଭ ବୋଧେ କହନ୍ତି, ଫଟକି ଠିକ ଭାବରେ କହିପାରୁନି, ଯାହା କିଛି ଗୋଟେ ଆଣିକି କି ହାତରେ ଯୋଉ ଝୁଲି ଥାଏ ସେ ଫୁଲ ମଧ୍ୟ ଆଣିକି ଥୁଆ ହବ। ଆଉ ସ୍ୱୟଂ ଜଗନ୍ନାଥ ବି ଯଦି ଗୋଟେ ମୂର୍ତ୍ତିଟେ ଆସି ବସିବ ଆହୁରି ଭଲ। ଆରେ ଏକଥା ଯେତେବେଳେ ଆଇଡିଆ ଦିଆଗଲା ଯେ ଆମର ସେଇଦିନ ଏଇ ଜିନିଷ ଦରକାର, କାଲି ହଉଛି ଅକ୍ଷୟ ତୃତୀୟା, ଆଜି ଆମର ଏଇ ଚିନ୍ତା ହଉଛି, ମୁଁ ଅଛି ଭୁବନେଶ୍ୱରରେ, ଏଗୁଡ଼ା ପୁରୀରୁ ସଂଗ୍ରହ କରିବାକୁ ପଡ଼ିବ। ତା ତ ପୁରୀରେ ଯାଇକି 4ଟା ବେଳେ ପହଞ୍ଚିଲେ ସେ ପତାକା ଆସିବ, ଲଡୁ ମହାପ୍ରସାଦ ଆସିବ, ଠାକୁରଙ୍କର ମୂର୍ତ୍ତି ଆସିବ, ଠାକୁରଙ୍କର ଛଡ଼ା ଫୁଲ ବି ଆସିବ। କିନ୍ତୁ ମୁଁ ଆଶ୍ରମ କାର୍ଯ୍ୟରେ ବା ଅନ୍ୟାନ୍ୟ କାର୍ଯ୍ୟରେ ଏତେ ଡୁବିକି ଥାଏ, ବ୍ୟସ୍ତ ଥାଏ, ଆଜି ସାଙ୍ଗେ ସାଙ୍ଗେ ପୁରୀ ଯାଇ ଏଗୁଡ଼ା ଏତେ ସଂଗ୍ରହ କରି, ହଁ 8-10 ଦିନ ଆଗରୁ ହେଇଥାନ୍ତା ବା ଯାହା ହେଇଥାନ୍ତା, ସଂଗ୍ରହ କରି ଆଣିପାରିବି, ମୁଁ ଦେଖିଲି ଏଇଟା ମୋ ପାଖରେ ଆଦୌ ସମ୍ଭବ ନୁହେଁ। ଠିକ ଅଛି, ଠାକୁରଙ୍କ ନାଁରେ ଆଗ ଆଜି କାମ ଅନୁକୂଳ ହେଇଯାଉ, ପରେ ଯେତେବେଳେ ଛଡ଼ଗୁଡ଼ି ବନ୍ଧା ହବ ସେତେବେଳେ ଆ ଭିତରେ ଯାଇକି ମୁଁ ଏଗୁଡ଼ା ସବୁ ଆଣିକି ବାନ୍ଧିଦେବି ବୋଲି ମନ ଭିତରେ ସ୍ଥିର କଲି। ଏଇଠୁ ଆରମ୍ଭ ହେଲା କାଳୁର ବିଚିତ୍ର ଲୀଳା, ବା କାଳୁ ଯାହା ଚାହେଁ କେମିତି ଚୁଟକିରେ ହେଇଯାଏ। ବିଚିତ୍ର ଲୀଳା ମାନେ କାଳୁ ତା ଖେଳ କରୁଛି। ମୁଁ ତ ଆଗରୁ ଅନେକ ଭିଡିଓରେ କହିଛି, ମୁଁ ଯାହା ମନ ଭିତରେ ଭାବେ କାଳୁ ସେଟାକୁ ସାଙ୍ଗେ ସାଙ୍ଗେ ଧରି ନିଏ, ସତେ ଯେମିତି ସେ ମୋ ପାଖେ ପାଖେ ଅଛି, ମୋ ଗୋଡେ ଗୋଡେ ଅଛି, ମୋର ସମସ୍ତ ସକଳ ଇଚ୍ଛାକୁ ଯେମିତି ପୂରଣ କରୁଛି, ମୋର ଏମିତି ଅନୁଭବ ହୁଏ। ଠିକ ସେଇଦିନ ମୁଁ ଭୁବନେଶ୍ୱରରେ ଯେଉଁଠାରେ ଅଛି ସେଇ ସ୍ଥାନରେ ଜଣେ ଭଦ୍ର ବ୍ୟକ୍ତି, ତାଙ୍କ ସାଙ୍ଗିଆ ରାଉତ, ସିଏ ମୋତେ କିଛି ଦିନ ତଳେ କହିଥିଲେ, ବାବା ଆପଣ ପୁରୀରୁ ମୋ ପାଇଁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଗୋଟେ ନିମ କାଠରେ ତିଆରି କରି କାହାକୁ ବରାଦ ଦେଇ ଆପଣ ପୁରୀ ଲୋକ ରଖିଥିବେ, ତିଆରି ହେଇଗଲା ପରେ ମୁଁ ଯାଇକି ଟଙ୍କା ଦେଇ ନେଇ ଆସିବି, ମୋ ଘରେ ଠାକୁର ପୂଜା ପାଇବେ। ଏଇଟା ମାସେ ତଳ କଥା। ସେଇଦିନ ମାନେ ଅକ୍ଷୟ ତୃତୀୟାର ଦିନେ 2 ଦିନ ପୂର୍ବରୁ ପୁରୀରୁ ଖବର ଆସିଲା, ମୁଁ ଯାହାଙ୍କୁ ବରାଦ ଦେଇଥିଲି ଯେ ଆପଣ ବରାଦ ଦେଇଥିବା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ସୁଦର୍ଶନ ମୂର୍ତ୍ତି ତିଆରି ହେଇଯାଇଛନ୍ତି ଏବଂ ସେ ତିଆରି ମୂର୍ତ୍ତିକି ମୁଁ ନେଇ ଆପଣଙ୍କ ଘରେ, ମାନେ ପୁରୀରେ ମୋର ଯେଉଁ ତଳମାଳିସାରେ ବସା ନିଜ ଘର, ମୁଁ ସେଠି ଦେଇ ଦେଇକି ଆସିଛି, ଆପଣ ଯେଉଁ ସମୟରେ ଆସି ତାକୁ ନେଇଯାଇପାରିବେ। ଏଇ ଯୋଉ ରାଉତ ବାବୁ ବୋଲି ଭୁବନେଶ୍ୱର ଯୋଉ ଭଦ୍ରଲୋକ ମୋତେ ବରାଦ ଦେଇଥିଲେ, ସେ ଠିକ ଗୋଟାଏ ଦିନ ପୂର୍ବରୁ ମୋତେ କହିଲେ, ଅକ୍ଷୟ ତୃତୀୟାର ଗୋଟେ ଦିନ ପୂର୍ବରୁ କହିଲେ, ମୁଁ ଆଜି ପୁରୀ ଯାଉଛି, ଆପଣଙ୍କ ଘରର ଠିକଣାଟା ଦିଅନ୍ତୁ, ମୁଁ ମୋର ମୂର୍ତ୍ତି ତକ ନେଇ ଆସିବି। ମୁଁ କହିଲି ଠିକ ଅଛି। ମୁଁ ରାମ ଭାଇ ଯିଏ ପୁରୀରେ ମୋର ସାନ ଭାଇ, ଯିଏ ମୋର ଠାକୁରଙ୍କ କାମ କରେ, ମୋର ଆବସେନ୍ସରେ ଯିଏ ମୋର ସବୁ କଥା ପୁରୀରେ ବୁଝେ, ମୁଁ ରାମ ଭାଇକି ଫୋନ କରି କହିଦେଲି ଯେ ଅମୁକ ବାବୁ ପୁରୀ ଯାଉଛନ୍ତି, ଆମ ଘରେ ଠାକୁରଙ୍କ ମୂର୍ତ୍ତି ଯିଏ ତିଆରି କରିଛନ୍ତି ଆଣି ଦେଇ ଯାଇଛନ୍ତି, ସେ ଯଦି ମୋ ନାଁ କହିବେ ତାଙ୍କୁ ତାଙ୍କ ମୂର୍ତ୍ତି ତକ ଦେଇଦବ। ରାମ ଭାଇ ପଚାରିଲା, ଆମର ଯୋଉ ନୂଆ ଆଶ୍ରମ ହଉଛି ସେଇଟା କୋଉ ଦିନ ପୂଜା ହବ? ମୁଁ କହିଲି ସେଟା ଆମର ଅକ୍ଷୟ ତୃତୀୟା ଦିନ ଅନୁକୂଳ ହେଇଯିବ। ନା ଠିକ ଅଛି। ତାପରେ ଏଇ ଯୋଉ ଭୁବନେଶ୍ୱର ବନ୍ଧୁ ରାଉତ ବନ୍ଧୁ, ସିଏ ଗୋଟେ ଗାଡ଼ି କରି ପୁରୀ ଯାଇଛନ୍ତି। ପୁରୀ ଯାଇ ଆମ ଘର ଖୋଜି ଖୋଜି ପହଞ୍ଚିଛନ୍ତି, ରାମ ଭାଇକି ଦେଖା କରିଛନ୍ତି, ତାଙ୍କର ଯୋଉ ପାଇବା କଥା ମୂର୍ତ୍ତି 3ଟି ସେତକ ସେ ଆଣିଛନ୍ତି। ଆ ଭିତରେ ମୁଁ ଅନ୍ୟାନ୍ୟ କାମରେ ସେ ପୁରୀ ଗଲେଣି, ରାମ ଭାଇଠୁ ଆଣିଲେଣି, ଏଟା ସବୁ ଭୁଲି ଯାଇଛି। ରାତି 9:30ରେ ମୋର ଭୁବନେଶ୍ୱର ଘରର ଗେଟ୍, ଲୁହା ଗେଟ୍ ଠକ୍ ଠକ୍ ଖଡ ଖଡ ବାଜିଲା। ମୁଁ କହିଲି ରାତିରେ କିଏ ଗୋଟେ ଗେଟ୍ଟା ଖଡ ଖଡ କରୁଛି,
ମୁଁ ଯେତେବେଳେ ଗେଟ୍ ଖୋଲେ ସେତେବେଳେ ସେ ରାଉତ ବାବୁ ଯିଏ ପୁରୀ ଯାଇଥିଲେ ତାଙ୍କର ଜଗନ୍ନାଥ ମୂର୍ତ୍ତି ଆଣିବା ପାଇଁ ସେ ମୋତେ ଏଡ଼ିକେ କାର୍ଟୁନ ଏ ଯେଉଁ ବ୍ରାଉନ୍ କାର୍ଡବୋର୍ଡର କାର୍ଟୁନ ଯାହା ଭିତରେ ସବୁ ବିସ୍କୁଟ ଫିସ୍କୁଟ ବା ଅନ୍ୟାନ୍ୟ ଜିନିଷ ଆସେ କାର୍ଡବୋର୍ଡ କାର୍ଟୁନ ଏଡ଼ିକେ କାର୍ଟୁନଟେ ମୋତେ ଧରିଦେଲେ କହିଲେ ଏଇଟା ରାମ ଭାଇ ଦେଇଛି ଆପଣଙ୍କ ପାଇଁ ଏଠି ସେ ଚାଲିଗଲେ। ଆପଣ ଏଟାକୁ ଖାଲି ଶୁଣନ୍ତୁନି ଟିକେ ଆଖି ମୁଜି ଭାବନ୍ତୁ। କାର୍ଟୁନ ଯେତେବେଳେ ମୁଁ ଖୋଲେ କାର୍ଟୁନ ଭିତରେ ରାମ ଭାଇ ଗୋଟେ ଏଡ଼ିକି ଯେମିତି ମୁଁ ଠାକୁରଙ୍କୁ ଦେଖେଇଲି ମୋର ଠାକୁରଙ୍କୁ ସେମିତି ଗୋଟେ ଜଗନ୍ନାଥଙ୍କ ଠାକୁର ମୂର୍ତ୍ତି ତା ଭିତରେ ଜଗନ୍ନାଥଙ୍କର ମୁଁ ଯାହା ଚିନ୍ତା କରିଥିଲି ତାଙ୍କ ଦେହରେ ଲାଗି ହେଇଥିବା ଯେକୌଣସି ଫୁଲ ସେ କର ପଲ୍ଲବ ହେଇପାରେ କର ପଲ୍ଲବ ମାନେ ହାତରେ ଯୋଉଟା ଝୁଲିଥାଏ ସେ କର ପଲ୍ଲବ ହେଇପାରେ ନାକ ଚଣା ହେଇପାରେ ମଥାମଣି ହେଇପାରେ ବା ହୃଦ ପଲ୍ଲବ ହେଇପାରେ ସେ ଗୋଟେ ନାକ ଚଣା ନାକରେ ତାଙ୍କର ଯୋଉଟା ଝୁଲିଥାଏ ଗୋଟେ ଜଗନ୍ନାଥଙ୍କ ମୂର୍ତ୍ତି ନାକ ଚଣା ଲଡୁ ମହାପ୍ରସାଦ ଏବଂ ନୀଳଚକ୍ର ଗୋଟେ ବଡ଼ ପତାକାଟେ ପ୍ରାୟ କେତେ ଫୁଟ ହବ 8-9 ଫୁଟ ହବ ଲମ୍ବା ପତାକାଟେ ନୀଳଚକ୍ର ଚଲେଇଛି ସେତକ ସେଇ କାର୍ଟୁନ ଭିତରେ ପ୍ୟାକ୍ କରି ସେ ଦେଇଛି। ମୁଁ ଖୁସିରେ ଭିତରେ ଗଦଗଦ ହେଇଗଲି ଖୁବ ଆନନ୍ଦରେ ଭିତରେ ମୋ ଭିତରେ ଅଶ୍ରୁ ନିଗିଡ଼ି ଗଲା। ମୁଁ କହିଲି କାଳୁ ତୋର ଲୀଳା ସଂସାରରେ ମୁଁ ମଲା ଯାଏ ବି ଜାଣିପାରେ ମୁଁ ତ ଛାର ମଣିଷ କେହି ଯେଉଁମାନେ ତଥାକଥିତ ଜ୍ଞାନୀ ଗୁଣୀ କହୁଛନ୍ତି ଗବେଷକ କହୁଛନ୍ତି ତାର କାଣି ଆଙ୍ଗୁଠି ଧୂଳିକି ବି ସେମାନେ ଏ ଜନ୍ମରେ କିଛି ବୁଝିପାରିବେନି। ତା ଆର ଦିନ ସକାଳେ ଅକ୍ଷୟ ତୃତୀୟା ତାର ପୂର୍ବ ଦିନ ତା ଆର ଦିନ ବା ଦିନେ ଛାଡ଼ି ଠିକରେ ମନେ ପଡୁନି କିନ୍ତୁ ମୋଟାମୋଟି ଯୋଉଟାକୁ ମୁଁ ଠିକ କରିଥିଲି ମୁଁ ପୁରୀ ଯାଇ ଏତକ ସଂଗ୍ରହ କରି ଆଣିବା ଆଉ ସମ୍ଭବ ନୁହେଁ ତେଣୁ ସେମିତି ଅନୁକୂଳ ହେଇଯିବ ପରେ ଯେତେବେଳେ ଛଡ଼ ଗୋଡ଼ି କଲମ ସବୁ ଲୁହାରେ ଉଠିବ ମୁଁ ପୁରୀ ଯାଇ ଏଗୁଡ଼ା ଆଣିକି ଲଗେଇଦେବି ଆଉ ଏଗୁଡ଼ା ଗୋଟେ ଦିନରେ ସଂଗ୍ରହ କରିବା ସମ୍ଭବ ନୁହେଁ ମୁଁ ଏଟାକୁ ମନରେ ଛାଡ଼ି ଦେଇଥିଲି। ଆରେ ମୁଁ ସିନା ମନରେ ଛାଡ଼ିଦେଲି କାଳୁ ତ ମନରେ ଛାଡ଼ିନି କାଳୁ ଦେଖୁଛି ତାରି ଆଶ୍ରମ ହବ ସେଇ ଆଶ୍ରମ ହେଲେ ସିଏ ସେଠି ବସିବ ସିଏ ସେଠି ବସିଲେ ମୋ ହାତରେ ସେ ଭାତ ଡାଲି ସନ୍ତୁଳା ସବୁ ଖାଇବ ଖାଲି ଅଭଡ଼ା ଡାଲି ବେସର ଖାଇବ ତା ନାହିଁ କାରଣ ମୋ ପାଖରେ କାଳୁ ସବୁ ଖାଏ ଘରେ ମୋର ମୁଁ ଯାହା ଖାଏ ତାକୁ ଦିଏ ସେ ପଖାଳ ହେଇପାରେ ଗରମ ଭାତ ହେଇପାରେ ରୁଟି ହେଇପାରେ କି ନୁଡଲ୍ସ ହେଇପାରେ ମ୍ୟାଗି ହେଇପାରେ କି ଚୁଡ଼ା କଦଳୀ ଚକଟା ହେଇପାରେ ଛତୁଆ ହେଇପାରେ ବାହାରୁ ଦହିବରା ଆଣିଛି ତାକୁ ଦେବି ଦୋସା ଆଣିଛି ପ୍ରିୟାରୁ ତାକୁ ଦେବି କାରଣ ସେ ତ ସେଇ ସକାଶେ ଆସି ମୋ ପାଖରେ ରହିଛି। 2000 ମସିହାରେ ଆପଣମାନେ ମୋର ପୂର୍ବ ଭିଡ଼ିଓ ଦେଖିବେ ଯେଉଁଥିରେ ମୁଁ କହିଛି ଜଗନ୍ନାଥ ଆସି ମୋ ଘରେ ରହିଲେ 2000 ମସିହା ମୋ ଘର ତ ହେଲାଣି 1984 ମସିହାରୁ 16 ବର୍ଷ ଧରି ସେ ମୋ ଘରେ ନଥିଲା 2000 ମସିହାରେ ମୋର ରାତିର ଗଭୀର ରାତିରେ ଧ୍ୟାନ ଅବସ୍ଥାରେ କାଳୁ ନିଜେ ଶରୀରରେ ଆସି ମୋ ସାମ୍ନାରେ ଉପସ୍ଥିତ ହେଇ କହିଲା ଏଥରକ ମୁଁ ତୋ ଘରେ ରହିବି କାରଣ କ'ଣ ନା ମୁଁ ସେଠି ମନ୍ଦିରରେ ଅଭଡ଼ା ଖାଇ ଖାଇ ଚିଟା ହେଇଗଲାଣି ତୁ ଯାହା ଖାଇବୁ ମୋତେ ତାହା ଦେବୁ ସେଇ ଦିନଠୁ ମୁଁ ଯାହା ଖାଉଛି ତାକୁ ତାହା ଦଉଛି ସେ ଖାଦ୍ୟ ଦେବା ଭିତରେ କୌଣସି ରୀତିନୀତି ବିଧିବିଧାନ କିଛି ନାହିଁ ସେଇ ଦିନଠୁ ମୁଁ ଜାଣିଲି କାଳୁ ହେଉଛି ପ୍ରେମର ଠାକୁର ସିଏ କୌଣସି ବିଧିବିଧାନ ରୀତିନୀତି ଭିତରେ ବନ୍ଧା ହେବା ଠାକୁର ଆଦୌ ନୁହେଁ। ଆଜିକି 26 ବର୍ଷ ହେଲା ସେ ମୋ ସହିତ ଅଛି ଏବଂ ଯେବେଠୁ ସେ ମୋ ଘରକୁ ଆସିଲାଣି ମୋ ସହିତ କଥାବାର୍ତ୍ତା କରୁଛି ଉଠା ବସା କରୁଛି ମୋର ଯାବତୀୟ ଭଲ ମନ୍ଦ ସେ ହିଁ ବୁଝୁଛି ତେଣୁ ମୁଁ ସିନା କହିଲି ଗୋଟେ ଦିନରେ ମୁଁ ତୋର ପତାକା ଲଡୁ ମହାପ୍ରସାଦ ତୋ ଦେହର ଛଡ଼ା ଫୁଲ ତ ମୁଁ କିଛି ଯୋଗାଡ଼ କରିପାରିବିନି ପରେ ହବ ସେମିତି ପୂଜା ହେଇଯାଉ ଅକ୍ଷୟ ତୃତୀୟା ଦିନ କିନ୍ତୁ କାଳୁ ତ ଜାଣୁଛି ଏ ଆଶ୍ରମ ତାରି ପାଇଁ ହେଉଛି ସିଏ ଆସି ରହିବ ମାନେ ମୁଁ ଯାହା ଖାଇବି ସେ ତାହା ଖାଇବ ଏବଂ ମୌଜରେ ରହିବ କାରଣ ମୋ ଆଶ୍ରମର ଗୋଟେ ପଟେ ବିରୂପା ନଈ ଆଉ ଗୋଟେ ପଟେ କେନାଲ ଅତ୍ୟନ୍ତ ପ୍ରାକୃତିକ ପରିବେଶ ଭିତରେ ଏଇ ସ୍ଥାନଟି ମୋର ତେଣୁ ଇଏ ଭଦ୍ରଲୋକ ଯିଏ ଯାଇଛନ୍ତି ପୁରୀ ତାଙ୍କ ଜଗନ୍ନାଥ ମୂର୍ତ୍ତି ଆଣିବା ପାଇଁ ମୋ ଘରକୁ ତା ଭିତରେ
ରାମ ଭାଇ କ'ଣ କରିଛି, ଏଇଟା ହଉଛି କାଳୁର ଖେଳ। ରାମ ଭାଇ ଯେହେତୁ ଜାଣିଛି ଅକ୍ଷୟ ତୃତୀୟା ଦିନ ଆମର ଜମି ପୂଜା ହବ, ରାମ ଭାଇ ତାରି ଭିତରେ ଯାଇ କଷ୍ଟ କରି ଏଇ ଭଦ୍ରଲୋକ ପୁରୀରେ ପହଞ୍ଚିବା ଭିତରେ ସିଏ ଯାଇ ନୀଳଚକ୍ରର ପତାକା, ଲଡୁ ମହାପ୍ରସାଦ ଭୋଗ, ଠାକୁରଙ୍କର ନାକ ଚଣା ଏବଂ ଏଡ଼ିକେ ଠାକୁରଙ୍କର ମୂର୍ତ୍ତି, ସେ ସବୁତକ ପ୍ୟାକ୍ କରି ମୋତେ ଦେଇଦେଇଛି। ଠିକ୍ ତାର ଅକ୍ଷୟ ତୃତୀୟା ଦିନ ମୋର ଜମି ପୂଜା ହେଲା, କାମ ଆରମ୍ଭ ହେବା ପାଇଁ। ସେଠି ଗୋଟେ ବାଉଁଶ ପୋତା ହେଇ ସେଇ ଠାକୁରଙ୍କର ନୀଳଚକ୍ର ପତାକା ବନ୍ଧା ହେଲା। ବାଉଁଶ ତଳେ ଠାକୁର ରହିଲେ, ଲଡୁ ମହାପ୍ରସାଦ ରହିଲା, ନାକ ଚଣାଟା ମଧ୍ୟ ବାଉଁଶରେ ବନ୍ଧା ହେଲା। ଏବଂ ଯାହା ମୁଁ ଚାହୁଁଥିଲି ବା ଯାହା ମୋର ଅନ୍ୟାନ୍ୟ ଭାଇ ଭଉଣୀମାନେ ଚାହୁଁଥିଲେ, ଯେଉଁଦିନ ନୂଆ ଆଶ୍ରମଟାର ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ସେଦିନ ଜଗନ୍ନାଥଙ୍କର ପତାକା ନିଶ୍ଚୟ ବନ୍ଧା ହେଇଯାଇଥିବା ଦରକାର, ଲଡୁ ମହାପ୍ରସାଦ ଏବଂ ଫୁଲ ରହିଥିବା ଦରକାର। ଯେଉଁଟା ଆମ ଚିନ୍ତାର ବାହାରେ ଥିଲା ସେ ସବୁ କଥା ଘଟିଗଲା। ଏବଂ ରାମ ଭାଇ ଚାହିଁଥିଲେ ସେସବୁ ଜିନିଷ କାର୍ଟୁନଟେ ବସ୍ରେ ମଧ୍ୟ ପଠେଇ ପାରିଥାନ୍ତା। ମୋତେ ସେ କହିଥିଲା ମୁଁ ସୁବିଧା ଦେଖି ବସ୍ରେ ପଠେଇଦେବି, ଆପଣ କଳ୍ପନାର ଆସୁ ସେତକ ନେଇଯିବେ। କାଳୁ କ'ଣ ବସ୍ରେ ଆସିବ? ସେତେ ଗରିବ। ତେଣୁ କାଳୁ ଏଇ ଯେଉଁ ଭଦ୍ରଲୋକ ଭୁବନେଶ୍ୱର ଗଲେ ଜଗନ୍ନାଥଙ୍କ ମୂର୍ତ୍ତି ଆଣିବା ପାଇଁ, ସେ ତାଙ୍କର ଗାଡ଼ି କରି ଗଲେ, କାର୍ କରି ଗଲେ। ତେଣୁ କାଳୁର ସମସ୍ତ ଜିନିଷ ଆମ ଆଶ୍ରମ ପୂଜା ପାଇଁ ସେ କାର୍ରେ ରହିକି ଆସିଲା। ତାର ଅର୍ଥ କାଳୁ କାର୍ ଭିତରେ ବସିକି ଆସିଲା। ବର୍ତ୍ତମାନ ପ୍ରଶ୍ନ ଉଠେ, ଆପଣ କହିବେ ଏଥିରେ କିଛି ତ ଏମିତି ଆଶ୍ଚର୍ଯ୍ୟ ହେବାର ଘଟଣା କିଛି ନାହିଁ। ଅଛି, ଆଶ୍ଚର୍ଯ୍ୟ ନୁହଁ। କାଳୁ କେମିତି ଯାହା ଚାହୁଁଛି ତାହା କରୁଛି, ଏଇଟା ମୁଁ ସେଇ କଥା କହୁଛି। ଏଇ ଯେଉଁ ଭଦ୍ରଲୋକ ଭୁବନେଶ୍ୱରରୁ ଗାଡ଼ି ନେଇ ଗଲେ, ତାଙ୍କର ମୂର୍ତ୍ତି ଯେଉଁ ତିଆରି ହେଇକି ଆସିଛି ତାକୁ ଆଣିବା ପାଇଁ, ତାଙ୍କୁ ତ ମୁଁ କହିଲିନି ଆପଣ ଆଜି ଯାଆନ୍ତୁ ବୋଲି। ସେ ତ 5 ଦିନ ପରେ ଯାଇଥାନ୍ତେ, ଅକ୍ଷୟ ତୃତୀୟା ପରେ ଯାଇଥାନ୍ତେ ତାଙ୍କ ସୁବିଧା ଦେଖି। ଏସବୁ ଜିନିଷ କ'ଣ ଆସିପାରିଥାନ୍ତା କି? ନା। କିମ୍ବା ଅକ୍ଷୟ ତୃତୀୟାର 8-10 ଦିନ ଆଗରୁ ଯେତେବେଳେ ମୂର୍ତ୍ତି ଆସି ଘରେ ପହଞ୍ଚିଗଲାଣି ବୋଲି ଖବର ଆସିଲା, ସେ ଯାଇକି ନେଇ ଆସିଥାନ୍ତେ। 8-10 ଦିନ ଆଗରୁ କ'ଣ ଏସବୁ ଆସିଥାନ୍ତା? ଫୁଲ ମଉଳି ଯାଇଥାନ୍ତା। ତାପରେ ବି 8-10 ଦିନ ଆଗରୁ ଆସିଥିଲେ, ଆମର ସେତେବେଳକୁ ଅକ୍ଷୟ ତୃତୀୟା ଦିନ ପୂଜା ହବ ଆମେ ମାନସିକ ସ୍ତରରେ ସ୍ଥିର କରିନୁ। ତା ଛଡ଼ା ଏଗୁଡ଼ା ସଂଗ୍ରହ କରିବା ତ ଦୂର କଥା, ତାହେଲେ ବି ହେଇନଥାନ୍ତା। ଯେହେତୁ ଅକ୍ଷୟ ତୃତୀୟା ଦିନ ନୂଆ ଆଶ୍ରମର ଭୂମି ପୂଜା ହେବ ଏବଂ ଆମେମାନେ ଠିକ୍ କରିଦେଉଛୁ ଠାକୁରଙ୍କର କାଳୁର ପତାକା ଆସି ବନ୍ଧା ହେବ, ଠିକ୍ ସେତିକି ବେଳେ ଭୁବନେଶ୍ୱର ଏ ଭଦ୍ରଲୋକଙ୍କ ମୁଣ୍ଡରେ କାଳୁ କ'ଣ ଭର୍ତ୍ତି କରୁଛି? ସେ ଠିକ୍ ଦିନକ ପୂର୍ବରୁ କହୁଛନ୍ତି ମୁଁ ଯିବି ପୁରୀ। ଯେହେତୁ ଦିନକ ପୂର୍ବରୁ ସେ ଠିକ୍ ପୁରୀ ଯାଉଛନ୍ତି, ତେଣୁ ମୁଁ ପୁରୀ ନଗଲେ ମଧ୍ୟ ଏଇ ଯେଉଁ ଜିନିଷ ଗୁଡ଼ାକୁ ସଂଗ୍ରହ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର, ସେ ସବୁଗୁଡ଼ିକ କାଳୁର ଚୁଟକିରେ ସଂଗ୍ରହ ହେଇଯାଇପାରୁଛି। ଏବଂ ସେଇ ଭଦ୍ରଲୋକ ଆସି ମୋ ଘରେ ରାତି 9:30ରେ ମୋ ଘରେ ଆଣିକି ଦେଇକି ଯାଉଛନ୍ତି। ଏଇଟା କ'ଣ ଗୋଟେ କାକତାଳୀୟ ଆକ୍ସିଡେଣ୍ଟାଲ? ନୋ, ନେଭର। ଯେଉଁମାନେ କାଳୁର ଅସ୍ତିତ୍ୱଟାକୁ ଭଲ ରୂପେ ବୁଝିପାରିଥିବେ, ତାର ସ୍ଥିତିଟାକୁ ନିଜର ଉପଲବ୍ଧିରେ ଆଣିପାରିଥିବେ, ସେମାନେ ଆଦୌ ଏଟାକୁ କାକତାଳୀୟ କହିବେ ନାହିଁ। ଇଏ ସବୁ କାଳୁର ଇଚ୍ଛା ଅନୁସାରେ ହେଉଛି। କେତେବେଳେ ସେ କୋଉ ଲୋକକୁ ସେଟ୍ କରିବ, କେତେବେଳେ କାହା ଦ୍ୱାରା ମୁଁ ଚାହୁଁଥିବା ଜିନିଷ ଗୁଡ଼ିକ ଆଣିକି ପଠେଇଦବ, ସିଏ ତାର ବ୍ୟବସ୍ଥା କରୁଛି। ଆମେ ଯେଉଁ ସାଧାରଣ ମଣିଷ, ଆମେ ଭାବୁଛୁ ନାଇଁ ଆଉ ଏତେ କମ୍ ଦିନ ଭିତରେ ଏଗୁଡ଼ା ସବୁ ହେଇପାରିବ ନାହିଁ। এটা ଆମର ଚିନ୍ତାଧାରା, କାରଣ ଆମର ଚିନ୍ତାଧାରା ବା ବୁଦ୍ଧି ଗୋଟେ ସୀମିତ, ଗୋଟେ ନିର୍ଦ୍ଦିଷ୍ଟ ସୀମାକୁ ଟପିଲା ପରେ ଆମେ ବିଶେଷ କିଛି ଭାବି ପାରୁନାହିଁ। କିନ୍ତୁ କାଳୁ ସିଏ ଯଦିଓ ତାର କାନ ନାହିଁ, ଗୋଡ଼ ନାହିଁ, କିଛି ନାହିଁ, ମାଦଳ ଭଳିଆ ବସିଛି ଏବଂ ଅନ୍ୟମାନେ ଭାବୁଛନ୍ତି ସେ ଗୋଟେ କାଠର ଗଣ୍ଡି, ସେ ଅନୁସାରେ ତାକୁ ବ୍ୟବହାର କରୁଛନ୍ତି। କାହିଁକି ସେଇ ଅନୁସାରେ ବ୍ୟବହାର କରୁଛନ୍ତି? ମାନେ ଠାକୁର ଘରେ ଅଛନ୍ତି, ଆପଣ ତାଙ୍କ ମୁଣ୍ଡରେ ମେଞ୍ଚେ ସିନ୍ଦୁର ଲଗେଇ ଦେଉଛନ୍ତି, ପାଣି ଛିଞ୍ଚି ଦେଉଛନ୍ତି, ସେ ପାଣି ତାଙ୍କ ନାକରେ ପଡ଼ୁ, ଆଖିରେ ପଡ଼ୁ, ଆପଣଙ୍କର ଚିନ୍ତା ନାହିଁ। ମୁହଁ ପାଖରେ କିନା ଆଳତୀ କରୁଛନ୍ତି। ଯଦି ସେ ଜିଅନ୍ତା ମଣିଷଟେ ହେଇଥାନ୍ତା, ନିଜର ସ୍ୱାମୀ କି ଛୁଆ ହେଇଥାନ୍ତା, ତା ମୁହଁ ପାଖରେ କର୍ପୂର ଆଳତୀ ତ ଧୂଆଁରା ପଶିଯିବ, ସେ ବିରକ୍ତ ହେବ, କହିବ ମୋ ମୁହଁ ପାଖରେ କାହିଁ ନିଆଁ ଗୁଡ଼ା ଦେଖାଉଛୁ। ଆମେ ଯେହେତୁ ଜାଣିଛୁ ଏଇଟା କାଠର ମୂର୍ତ୍ତି, ଆକୁ କିଛି ଜଣାପଡ଼ୁନଥିବ, ମୁହଁ ପାଖରେ ଆମେ ଆଳତୀ କରୁଥିବୁ, ମୁହଁ ପାଖରେ ଝୁଣା ଦେଉଥିବୁ, ଧୂପକାଠି ଲଗେଇଥିବୁ, ବ୍ରାହ୍ମଣ ଆସିବ ପାଣି ହାତ ମାରି ତାଳ ମାରିକି ମୁହଁକୁ ଛିଞ୍ଚି ଦେବ, ସେ ସେଣିକି ପାଣି ଯୋଉଠି ପଡ଼ୁ।
ଆମେ ପରୋକ୍ଷରେ କାଳୁକୁ ଗୋଟେ ନିର୍ଜୀବ ଗଣ୍ଡି ଭାବରେ ବ୍ୟବହାର କରୁ, ସେଣିକି ଏଟା ପୂଜା ହଉ ବା ପ୍ରାର୍ଥନା ହଉ। କିନ୍ତୁ 100 ଥର କହୁଛି କାଳୁ ନିର୍ଜୀବ ଗଣ୍ଡି। ଆପଣ ତାକୁ ଯଦି ନିର୍ଜୀବ ଗଣ୍ଡି ଭାବିବେ ତାଠୁ କିଛି ଜିନିଷ ଆଶା କରିବେନି। ଯଦି ତାକୁ ଗୋଟେ ଜୀବନ୍ତ ସତ୍ତା ବୋଲି ଭାବିବେ ସିଏ ମଧ୍ୟ ଗୋଟେ ଜିଅନ୍ତା ମଣିଷ ଭଳିଆ ଆପଣଙ୍କ ସହିତ ବ୍ୟବହାର କରିବ। ଆଉ ଜିଅନ୍ତା ବ୍ୟବହାର କରିବ ମାନେ ତାପରେ କହିବେ କାଳୁ ପିଆଜ ରସୁଣ ଖାଏନି, ଯେମିତି ସେ ଆସି ଆପଣଙ୍କୁ କହିଥିଲା କାଳୁ କଂସା ଥାଳି ବାବଦ ଅମୁକ ଥାଳିରେ ଖାଇବନି, କାଳୁକୁ ପୂଜା କଲାବେଳେ କାଛା ମାରିଥିବ, କାଳୁ ମନ୍ଦାର ଫୁଲ ତା ମୁଣ୍ଡରେ ଦିଆଯାଏ। ଏ ଗୋଡ଼ ଆସିଗଲା ବିଧିବିଧାନ। ଯଦି ବିଧିବିଧାନର ପରଳ ତମ ଆଖିରେ ମାଡ଼ି ଯାଇଛି କି ମୁଣ୍ଡ ଭିତରେ ପଶି ଯାଇଛି, ତମେ ଏଇ ଜନ୍ମରେ କାଳୁକୁ ପାଇପାରିବନି। କହିବାର କଥା ହେଲା ଏଇ ହେଉଛି କାଳୁ। କାଳୁ ଯାହା ଚାହିଁବ କରିପାରିବ। ଶେଷକୁ ସେଇ ଅକ୍ଷୟ ତୃତୀୟା ଦିନ ଯୋଉଟା ଅତି ମତେ ଅସମ୍ଭବ ମନେ ହଉଥିଲା, ମୁଁ ଭାବୁଥିଲି ଏଇଟା ହେଇପାରିବନି, ଅକ୍ଷୟ ତୃତୀୟା ଦିନ ମଧ୍ୟ ଆମର ଭୂମି ପୂଜା ହେଲା ଏବଂ କାଳୁର ପତାକା ବନ୍ଧା ହେଲା, ଲଡୁ ମହାପ୍ରସାଦ ଭୋଗ ବି ଥୁଆ ହେଲା, କାଳୁର ମୂର୍ତ୍ତି ଥୁଆ ହେଲା, ନାକଚଣା ବି ବନ୍ଧା ହେଲା। କହିବାର କଥା ହେଲା କାଳୁ ଯାହା ଚାହିଁବ ତାହା ଗୋଟେ ଚୁଟକିରେ କରିଦେଇ ପାରିବ। ଆପଣମାନେ ଯଦି ଭାବୁଥିବେ ଏଇଟା ହଉ ହଉ ହେଇଗଲା, ଏ ଭଦ୍ରକ ନା, ସେ ଭଦ୍ରକଙ୍କର ଆଗରୁ ଇଚ୍ଛା ହେଲାନି, ଠିକ ସେଇ ଦିନ ପୂର୍ବରୁ ଯିବାକୁ ଇଚ୍ଛା ହେଲା। କାଳୁ ତା ମୁଣ୍ଡ ଭିତରେ ଭର୍ତ୍ତି କରୁଛି। ଧର ତାଙ୍କର ଯୋଉ ମୂର୍ତ୍ତି ବରାଦ ଦିଆ ହେଇଥିଲା ସେ ମୂର୍ତ୍ତି ତିଆରି ସରିନଥାନ୍ତା, ଇଏ ଯାଇଥାନ୍ତେ କି? ତେଣୁ ମୂର୍ତ୍ତି ଯାହାକୁ ବରାଦ ଦିଆଯାଇଛି ଭୁବନେଶ୍ୱର ଭଦ୍ରକଙ୍କ ପାଇଁ, ସେ ମୂର୍ତ୍ତି ବାଲା ମଧ୍ୟ ଠିକ ସମୟରେ ତିଆରି କରି ଦଉଛି ଅକ୍ଷୟ ତୃତୀୟା ପୂର୍ବରୁ, ସୋ ଦ୍ୟାଟ ଇଏ ଯିବେ ଆଣିବେ ଏବଂ ମାନେ କାଳୁ ଜିନିଷ ତକ ମଧ୍ୟ ପୂଜା ପାଇଁ ଚାଲି ଆସିବ। ତେଣୁ ସିଏ ଯୋଉ ସେଠି ମୂର୍ତ୍ତି ତିଆରି କରୁଛି, ଭାବନ୍ତୁନି ସେ ତା ହଉ ହଉ ହେଲା ବୋଲି, ନା, କାଳୁ ତା ଭିତରେ ବି ତା ମୂର୍ତ୍ତି ଯୋଉ ଭାଇ ତିଆରି କରୁଥିଲେ ଶରତ ଭାଇ, ତା ମୁଣ୍ଡରେ ଭିତରେ ଭର୍ତ୍ତି କରୁଛନ୍ତି। ସେ ଠିକ ଅକ୍ଷୟ ତୃତୀୟା ପୂର୍ବରୁ ଆଣି ମଧ୍ୟ ମୂର୍ତ୍ତି ଦେଇ, ସମସ୍ତେ ଇଣ୍ଟର କନେକ୍ଟେଡ। ଜୀବନରେ ସବୁ ଜିନିଷ ଇଣ୍ଟର କନେକ୍ଟେଡ। ପ୍ରତିଟି ଘଟଣା ଅନ୍ୟ ଘଟଣା ସହିତ ଜଡ଼ିତ, ଯୋଉଟାକୁ ଆମେ ଆନାଲିସିସ୍ କରିପାରୁନି କି ଧରି ପାରୁନି। ହୁଏତ ମାସକ ତଳେ ଯୋଉ ଘଟଣାଟା ଘଟିଥିବ ତାର ସମ୍ପର୍କ ମାସକ ପରେ ଆଉ ଗୋଟେ ଘଟଣା ଘଟିବ, ତା ସହିତ ତାର ସମ୍ପର୍କ ଥିବ, ଆମେ ଧରି ପାରୁନି। କିନ୍ତୁ କାଳୁ ଏଗୁଡ଼ା ସବୁ ଆଗୁଆ ପ୍ରାୟୋଜିତ ଭାବରେ କରି ଚାଲିଥାଏ। ଅନ୍ତତଃ ପକ୍ଷେ ମୁଁ ଏ ଜୀବନରେ ଏଗୁଡ଼ା ସବୁ ଅନୁଭବରେ ଆଣିଛି। ବାକି ଏଇଠି କହିଦଉଛି, ଅନେକ ପଚାରୁଛନ୍ତି ଆପଣଙ୍କ ଆଶ୍ରମ କୋଉଠି, ବାରମ୍ବାର କହୁଛି କଟକ ଗୋଲେଇ ଜଗତପୁର ଛକଠୁ ସାଲେପୁର ରୋଡରେ ଗଲେ ପଡ଼ିବ ପୀର ମସଜିଦ। ପୀର ମସଜିଦ ଭିତରୁ ଗୋଟେ ଗାଁକୁ ରାସ୍ତା ପଡୁଛି, ସେ ଗାଁ ନାଁ ହେଉଛି ସୁନାଖଳା। ଆପଣ ଗୁଗୁଲ ସର୍ଚ୍ଚରେ ବି ମାରି ଦେଇପାରିବେ ସୁନାଖଳା ପୀର ମସଜିଦ କଟକ। ସେଇ ସୁନାଖଳା ଗାଁରେ ଯୋଉଠି ତୁଳସୀ ଦାସ ଆଶ୍ରମ ଥିଲା, ଠିକ ସେଇ ପାଖରେ ଏଇ ନୂଆ ଆଶ୍ରମଟା ଶୂନ୍ୟ ସ୍ୱାମୀ ଧ୍ୟାନ ପୀଠ ନିର୍ମାଣ ଆରମ୍ଭ ହେଇଛି। ନିର୍ମାଣରେ ଅନେକ ଟଙ୍କା ଖର୍ଚ୍ଚ ହବ, ସେଭଳି ଟଙ୍କା ମତେ ବାଡ଼େଇଲେ ବାହାରିବନି। କିନ୍ତୁ ଯେଉଁମାନେ ମୋ ସହିତ ଜଡ଼ିତ ଅଛନ୍ତି ବା ଯିଏ ମୋ କଥା ଶୁଣନ୍ତି, କେହି କେହି ତାଙ୍କର ମନକୁ ସୋମୋଟ କିଛି କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଆଶ୍ରମ ଆକାଉଣ୍ଟକୁ ପଠାଉଛନ୍ତି, ଯେଉଁଥିରେ ତିଆରି ଚାଲିଛି। ପ୍ରଭୁ ତା କାମ, କାରଣ ଆଶ୍ରମ ତିଆରି ପାଇଁ ଯୋଉ ଇଞ୍ଜିନିୟର ଆମକୁ ବଜେଟ ଦେଇଛନ୍ତି ସେ 1 କୋଟି ଉପରେ। ମୁଁ କାଳୁକୁ କହିଦେଲି, ମାଗିଲିନି, କହିଦେଲି ଏଗୁଡ଼ା ସବୁ ତୁ କରଉଛୁ, ନହେଲେ ସାଧାରଣ ମଣିଷଟେ ମୁଁ ଜମି ଜୀବନରେ ଚାହିଁଥିଲେ କିଣି ପାରି ନଥାନ୍ତି। ମୁଁ ରିଟାୟାର ଲୋକ, 14 ବର୍ଷ ହେଇଗଲା। ତେଣୁ ତୁ କାହା ମୁଣ୍ଡରେ କ'ଣ ଭର୍ତ୍ତି କରୁଛୁ, କିଏ ଜମି ଦାନ କରିଦଉଛି, 10-15 ଦିନ ଭିତରେ ରେଜିଷ୍ଟ୍ରି ହେଇଯାଉଛି, ସବୁକିଛି ଆଗେଇ ଚାଲିଛି। ତେଣୁ ତା କଥା ସିଏ ବୁଝିବ। ଯେମିତି ଅକ୍ଷୟ ତୃତୀୟାରେ ପୂଜା ପାଇଁ ସେ ତାର ମନକୁ ମନ ସବୁ ଜିନିଷ ଉପରକୁ ପଠେଇଦେଲା, ବର୍ତ୍ତମାନ ଆଶ୍ରମଟାକୁ ଯୋଉ ତିଆରି କରୁଛି, ମୁଁ ତ ଜାଣି ଅନୁଭବ କରୁଛି କେମିତି ସେଇଟା କହୁନି। କାଳୁ ତା ଆଶ୍ରମ ନିର୍ମାଣ ନିଜେ କରି ଚାଲିଛି। ଆଉ ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ଥିଲେ ମାକ୍ସିମମ୍ ବର୍ଷେ ଭିତରେ, ମାନେ ଡିସେମ୍ବର ସୁଦ୍ଧା ନୂଆ ଆଶ୍ରମ ତିଆରି ହେଇଯିବ। ୟୁଟ୍ୟୁବରେ ଦେଖୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ମୁଁ ଆନ୍ତରିକ ନିମନ୍ତ୍ରଣ କରିବି। ଏବେ ବି କହୁଛି, ସମସ୍ତେ ଆଶ୍ରମ ଆସିକି ବୁଲିକି ଖାଇ ପିଇ ଯାଇପାରିବେ। ସମସ୍ତଙ୍କ ପାଇଁ ଶୂନ୍ୟ ସ୍ୱାମୀ ଧ୍ୟାନପୀଠ ଆଶ୍ରମ
ଖୋଲା ଉନ୍ମୁକ୍ତ। ଅନେକ ପଚାରୁଛନ୍ତି ଆଗାମୀ ଧ୍ୟାନ ଶିବିର କେବେ ହେବ? ମୁଁ ଜଣେଇ ଦେଉଛି ଆଗାମୀ ଧ୍ୟାନ ଶିବିର ଜୁନ ମାସରେ ହେବ। କେବେ ହେବ ମୁଁ ଜଣେଇବି, କିନ୍ତୁ ମେ ଚାଲିଯିବ, ଜୁନ ମାସ ରଜ ପରେ ଧ୍ୟାନ ଶିବିର ହେବ। ଯେଉଁମାନେ ଧ୍ୟାନ ଶିଖିବାକୁ ଚାହିଁବେ, ନୂଆ ଲୋକମାନେ, ଭାଇମାନେ, ଭଉଣୀମାନେ ଆସିବେ। କିନ୍ତୁ ଧ୍ୟାନ ଶିବିର ଆଗୁଆ କହୁଛି, ସେଟା ପୁରୀରେ ହେବ, ଏକ ସମୁଦ୍ର କୂଳରେ ହେବ। 3-4 ଦିନ ମୋ ସହିତ ରହିବାକୁ ପଡ଼ିବ। ଖାଲି ସୂଚନା ଦେଇଦେଲି। ଜୁନ ମାସରେ କେବେ ହେବ ସେଟା ଜୁନ ମାସ ପ୍ରଥମ ସପ୍ତାହରେ ମୁଁ ଜଣେଇଦେବି, ଯେତେବେଳକୁ ଆପଣମାନେ ପପୁ ମହାରାଜଙ୍କ ସହିତ କଣ୍ଟାକ୍ଟ କରିବେ, ଯୋଗାଯୋଗ କରିପାରିବେ। ଆଜିର ଏ ଭିଡ଼ିଓଟି କେମିତି ଲାଗିଲା? ଛୋଟ ଛୋଟ କଥା, ମୁଁ ଅତି ଚମତ୍କାରିତା କଥା କିଛି କହୁନି, କିନ୍ତୁ କାଳୁ ଚାହିଁଲେ ଅସମ୍ଭବଟା କେମିତି ସମ୍ଭବ ହେଇଯାଇପାରୁଛି। ଯେଉଁଟା ମୋ ଚିନ୍ତାରେ ବାହାରେ ସେଇଟା କେମିତି ସାଙ୍ଗେ ସାଙ୍ଗେ କାଳୁ ପୂରଣ କରିଦେଉଛି, ତାର ଇଏ ହେଲା ଜ୍ୱଳନ୍ତ ଉଦାହରଣ। ପୁଣି ଥରେ କହୁଛି, କାଳୁକୁ କେବଳ ଭଲ ପାଆନ୍ତୁ, କାଳୁକୁ କେବଳ ଭଲ ପାଆନ୍ତୁ। ପୂଜା କରିବାର ଆଦୌ ଆବଶ୍ୟକତା ନାହିଁ, କାରଣ ପୂଜା କ'ଣ ବି ଆମେ ଜାଣିନୁ। ପୂଜା ବୋଲି ଆପଣ ଯେଉଁକୁ ଭାବୁଛନ୍ତି ଘଣ୍ଟି ବଜେଇବା, ସେଟା ପୂଜା ନୁହଁ। ପୂଜା ହେଉଛି ହୃଦୟର ଉଦ୍ବେଳନ, ଭିତରୁ ଉଠୁଥିବା କୋହ ଭାବ। ପୂଜା ହେଉଛି ଆଖିରୁ ଗଡ଼ି ଆସୁଥିବା 2 ଧାର ଅଶ୍ରୁ। ଆଜି ପାଇଁ ରହିଲି, ନମସ୍କାର। ଇଚ୍ଛା ହେଲେ ସବସ୍କ୍ରାଇବ କରିବେ, କିନ୍ତୁ ବନ୍ଧୁ ସେୟାର ଯେଚ୍ଛାତା କରନ୍ତୁ। ନିଜର ସାଙ୍ଗସାଥି, ବନ୍ଧୁ ବାନ୍ଧବ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଇ ମିଠାଟା ସମସ୍ତଙ୍କ ଭିତରେ ବଣ୍ଟି ଦିଆଯାଉ। ରହିଲି, ନମସ୍କାର। ଆଉ ଟିକେ ମୋ କାଳୁକୁ ଦେଖେଇ ଦଉଛି। ଇଏ ସବୁବେଳେ ମୋ ପାଖେ ପାଖେ ଥାଏ। ପୁରୀରେ ତ ମୋର ସିଂହାସନରେ ବସିଛି, କିନ୍ତୁ ମୁଁ ଯୁଆଡ଼େ ଯାଏ ଏଇ ଟୁଇଁ କାଳୁଟାକୁ ମୋ ପାଖେ ରଖିଥାଏ। ଇଏ ଅଛି ମାନେ ଇଏ ମୋର ମେରୁଦଣ୍ଡ, ଇଏ ଅଛି ମୋର ଆସ୍ଥା, ସାହସ, ଭରସା, ସବୁ କିଛି। ଇଏ ମୋର ଜୀବନ, ଇଏ ମୋର ନିଶ୍ୱାସ, ଇଏ ମୋର ପ୍ରଶ୍ୱାସ। ଯେତେ ଦିନ ଯାଏ ଏ ସଂସାରରେ ମୁଁ ଅଛି, କାରଣ କେତେ ଦିନ ରହିବି, କେବେ ଏ ଯାତ୍ରାରୁ ବାହୁଡ଼ି ଯିବି, ଇଏ ମଧ୍ୟ କାଳୁ ଜାଣେ। ରହିଲି, ନମସ୍କାର।